ଏବେ ଏଠି ଦେଖନ୍ତୁ ଗ୍ୟାସରେ ମୁଁ କଡ଼େଇ ବସେଇ ଦେଇଛି। କଡ଼େଇଟାକୁ ଟିକେ ଗରମ ହେବା ପାଇଁ ଛାଡ଼ିଦେବା। କଡ଼େଇଟା ଗରମ ହେଇଗଲା ପରେ ମୁଁ ଯେମିତି କରୁଛି ଆପଣମାନେ ଏଇ ରେସିପିଟି ସେମିତି କରିବେ। ଖାଇକି ଦେଖିବେ ବହୁତ ଟେଷ୍ଟ ଲାଗେ। ଆଉ ପିଲାମାନଙ୍କୁ ଆପଣମାନେ ବି ଟିଫିନ୍ ବକ୍ସରେ ବହୁତ ଜଲ୍ଦି ମର୍ଣ୍ଣିଂରେ ଉଠିକି ବି କରିକି ଦେଇପାରିବେ। ଆପଣମାନେ ବି ଘରେ ଖାଇପାରିବେ। ଆପଣମାନେ ନିଶ୍ଚିନ୍ତ ଏଇ ରେସିପିଟି କରିକି ଖାଇବେ ଆଉ ମୋତେ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ମେସେଜ୍ କରିବେ ଆଜିର ରେସିପିଟି କେମିତି ଥିଲା। ଏବେ ଆପଣମାନେ ଦେଖିପାରୁଥିବେ କଡ଼େଇ ପୁରା ଗରମ ହେଇଗଲାଣି। ଏବେ ଏଥିରେ ସିମେଇ ଦେଇଦେବା। ମୁଁ ଏଠି ଗୋଟେ ପ୍ୟାକେଟ୍ ସିମେଇ ନେଇଛି। ଏଇଟାକୁ ଟିକେ ଭଲ ଭାବରେ ଭାଜି ନେଇଯିବା। ବେଶୀ ଫ୍ରାଏ କରିବେନି, ଜଷ୍ଟ ହାଲକା ହାଲକା ଫ୍ରାଏ କରିବେ। ଜଷ୍ଟ ଟିକେ ବ୍ରାଉନ୍ କଲର୍ ହେଇଯିବ ତ ତାପରେ ଆମେ କାଢ଼ିଦେବା ସିମେଇଟିକୁ। ଦେଖନ୍ତୁ ଏଠି ସିମେଇଟା ଭାଜି ହେଇଗଲାଣି। ଏବେ ୟାକୁ ଗୋଟେ ପ୍ଲେଟ୍କୁ କାଢ଼ିଦେବା। ଏଇଠି ଦେଖନ୍ତୁ ମୁଁ ତେଲ କଡ଼େଇରେ ଦେଇଦେଇଛି। ତେଲ ବି ଗରମ ହେଇଗଲାଣି। ଏବେ ଏଥିରେ ମୁଁ ଜିରା ପକେଇଦେବି। ଦେଖନ୍ତୁ ଏବେ ଏଥିରେ ମୁଁ ଜିରା ପକେଇ ଦେଇଛି। ଏଇଠି ଦେଖନ୍ତୁ ଦୁଇଟି କଞ୍ଚା ଲଙ୍କା କାଟିକି ରଖିଥିଲି। ଏବେ ତାକୁ ପକେଇଦେବି ସେଥିରେ। ଏଇଠି ଦେଖନ୍ତୁ ପିଆଜ କାଟିକି ଗୋଟେ ପିଆଜ କାଟିକି ନେଇଛି। ଏବେ ପିଆଜଟାକୁ ସେଥିରେ ପକେଇଦେବି। କିନ୍ତୁ ପିଆଜଟାକୁ ଟିକେ ଭଲ ଭାବରେ ଭାଜି ନେଇଯିବା। ଟିକେ ଭେସୁଙ୍ଗା ପତ୍ର ବି ପକେଇଦେବା ପିଆଜରେ। ବଢ଼ିଆ ବାସ୍ନା ଆସିଥାଏ ଭେସୁଙ୍ଗା ପତ୍ର ପକେଇଲେ। ଦେଖିପାରୁଥିବେ ଏଠି ଟିକେ ପିଆଜଟା ଭଲ ଭାବରେ ବି ଭାଜି ହେଇଗଲାଣି। ଏବେ ଏଥିରେ ଟମାଟୋ ପକେଇଦେବା। ବେଶୀ ଭାଜିବାନି ପିଆଜକୁ। ଏବେ ଦେଖନ୍ତୁ ଟମାଟୋ କାଟିକି ନେଇଥିଲି। ଏବେ ସେଥିରେ ପକେଇଦେବା। ଏବେ ଏଥିରେ ଟମାଟୋ ପକେଇ ଦେଇଛି। ତାକୁ ଭଲ ଭାବରେ ଭାଜି ନେଇଯିବା। ଏବେ ଏଥିରେ ମୁଁ ଲୁଣ ହଳଦୀ ପକେଇ ଦେଇଛି। ଲୁଣ ଏଇଥିପାଇଁ ପକେଇଲି ଟମାଟୋଟା ଜଲ୍ଦି ଟିକେ ମେଲ୍ଟ ହେଇଯିବ। ଟିକେ ଭଲ ଭାବରେ ଭାଜି ନେଇଯିବା। ଏବେ ପାରୁଥିବେ ଟିକେ ଭଲ ଭାବରେ ଭାଜି ବି ହେଇଗଲାଣି। ପରିବା ସବୁ ପକେଇବା। ଫାଷ୍ଟ କ୍ୟାପ୍ସିକମ୍ ନେଇକି ପକେଇଦେବି। ଏବେ ତାକୁ ଟିକେ ଗୋଳେଇ ନେଇଯିବା। ଏଠି ଦେଖନ୍ତୁ ଫୁଲକୋବି କାଟିକି ରଖିଥିଲି। ଏବେ ତାକୁ ପକେଇଦେବି। ତାକୁ ବି ଭଲ ଭାବରେ ଭାଜି ନେଇଯିବି। ଏଠି ଦେଖନ୍ତୁ କିଛି ବିନ୍ସ କାଟିକି ନେଇଥିଲି। ତାକୁ ବି ପକେଇଦେବି। ଏବେ ବିନ୍ସକୁ ପକେଇ ଦେଇଛି। ଭଲ ଗୋଳେଇ ତାକୁ ଭଲ ଭାବରେ ଭାଜିବା। ମୁଁ ଯେମିତି ଆପଣମାନେ ଘରେ ନିଶ୍ଚୟ କରିବେ। ଆପଣମାନେ ଯଦି ମସଲା ଗୁଣ୍ଡ ବି ଆଡ୍ କରିପାରିବେ, କିନ୍ତୁ ମୁଁ ମସଲା ଆଡ୍ କରୁନି, ତ ଆପଣମାନେ ଚାହିଁଲେ ବି ଆଡ୍ କରିବେ। ଏବେ ଏଠି ଦେଖନ୍ତୁ ଭଲ ଭାବରେ ବି ଭାଜି ହେଇଗଲାଣି। ଏବେ ଟିକେ ଏଥିରେ ପାଣି ଦେଇଦେବା। ଏବେ ଏଥିରେ ମୁଁ ପାଣି ଦେଇଦେଇଛି। ଟିକେ ଦେବା, ପରିବା ବି ସିଝିଯିବ। ଟିକେ ଯେତିକି ପାଣି ଟିକେ ବି କମିଯିବ। 2 ମିନିଟ୍ ତାକୁ ଟିକେ ଘୋଡେଇଦେବା। ଫୋড়ନ ଟିକେ କାଢିକି ଦେଖିବା ପରିବା ଗୁଡ଼ିକ ସିଝି ଯାଇଛି କି ନାହିଁ। ଏବେ ଏଥିରେ ମୁଁ ସିମେଇ ଯୋଉ ଭାଜିକି ରଖିଥିଲି ପକେଇଦେବି। ଏବେ ଦେଖନ୍ତୁ ସିମେଇଟା ପକେଇ ଦେଇଛି। ଆକୁ ଭଲ ଭାବରେ ଗୋଳେଇ ନେଇଯିବା। ଏବେ ଏଥିରେ ସିମେଇଟା ପକେଇକି ଗୋଳେଇ ଦେଇଛି। ଏବେ ଏଥିରେ ଟିକେ ଧନିଆ ପତ୍ର ପକେଇକି ଘୋଡ଼େଇ ଦେବା। ତାକୁ ଭଲ ଭାବରେ ଗୋଳେଇ ଦେଇକି ଗୋଟେ ଘୋଡ଼ଣୀରେ ଘୋଡ଼େଇ ଦେବା, ଯାହାଦ୍ୱାରା କି ଟିକେ ସିମେଇ ଗୁରା ଫୁଟିକି ଫୁଟିବ। ଖାଇବାକୁ ବହୁତ ହି ଭଲ ଲାଗିବ। ଆପଣମାନେ ଘରେ ରେସିପିଟି ନିଶ୍ଚିନ୍ତ କରିକି ଖାଇବେ। ଆଉ ମୋର ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍, ସେୟାର ନିଶ୍ଚିନ୍ତ କରିବେ। ଚାଲନ୍ତୁ ତାକୁ ଘୋଡ଼େଇ ଦେବା। ଏବେ ଦେଖନ୍ତୁ ଏଠି ଆମର ରେସିପିଟି ପୁରା ରେଡି ହେଇଯାଇଛି। ଏବେ ଏଥିରେ ଟିକେ ଧନିଆ ପତ୍ର ପକେଇଦେବା। ଦେଖନ୍ତୁ ଆପଣମାନେ ଭଲ ଭାବରେ ଏଠି ଦେଖିପାରୁଥିବେ ରେସିପିଟି ବିଲକୁଲ ଭାବରେ ବଢ଼ିଆ ଭାବରେ ହେଇଯାଇଛି। ଆପଣମାନେ ଘରେ ନିଶ୍ଚୟ ଏମିତି କରିକି ପିଲାମାନଙ୍କୁ ବି ଦେବେ। ଖାଇବାକୁ ବହୁତ ଟେଷ୍ଟି ଥାଏ। ମୋର ଚ୍ୟାନେଲଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। ଆପଣମାନଙ୍କର ଭଲ ପାଇବା ଥିଲେ ମୁଁ ଏମିତି ଆହୁରି ବହୁତ ସାରା ଭିଡ଼ିଓ ଆଣିବି। ଆଜିର ରେସିପିଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ। ଜୟ ଜଗନ୍ନାଥ।